800 ସେମିତି ଦୁଇଟା ସଂଖ୍ୟା ଛାଡ଼ିକି ଆମେ ଭାଗ କଲେ। 1000 ଦେଇଛି 1000 ପଇସା, 1000 ପଇସା କ'ଣ ଡାହାଣ ପଟ ଦୁଇଟା ସଂଖ୍ୟା ଛାଡ଼ିକି ଆମେ ଭାଗ କଲେ। ସବୁବେଳେ ମନେ ରଖିବ, ଆମେ ଭାଗ କଲା ପରେ ଯେତେବେଳେ ଆମେ ପଇସାକୁ ଆମେ ଟଙ୍କା କରୁଛେ, ପ୍ରଥମେ କ'ଣ କରିବା ନା ପଇସା ଯେତିକି ପଇସା ଆମେ ସେତିକି ପଇସା ଆମେ ଟୋଟାଲ ପଇସା ଲେଖିଦେଲେ। 1500 ପଇସା ଆମେ 1500 ଲେଖିଦେଲେ। 800 ପଇସା ଆମେ 800 ଲେଖିଦେଲେ। 1000 ପଇସା ଆମେ 1000 ଲେଖିଦେଲେ। ତାପରେ ଆମେ କ'ଣ କରିବା ନା ଡାହାଣ ପଟ ଦୁଇଟା ସଂଖ୍ୟା ଛାଡ଼ିକି ଯେହେତୁ ଟଙ୍କା 100 ପଇସା, ସେଥିପାଇଁ ଦୁଇଟା ଶୂନ ହେଉଛି 100ରେ 1 ଦୁଇଟା ଶୂନ ହେଉଛି, ସେଥିପାଇଁ ଦୁଇଟା ସଂଖ୍ୟା ଛାଡ଼ିକି ଆମେ କ'ଣ କରିବା ନା ତାକୁ ଅଧା କରିବା ବା ଭାଗ କରିବା। ଏଠି ପାର୍ଟିସନ୍ କଲେ। ପାର୍ଟିସନ୍ କଲା ପରେ କିଏ ରହିଲା ନା ବାଁ ପଟେ ରହିଲା କେତେ ନା ପ୍ରଥମର 15 ରହିଲା, ଡାହାଣ ପଟେ 0 0 ରହିଲା। ତା ପ୍ରଥମଟା ହେଲା ଟଙ୍କା, ଦ୍ୱିତୀୟଟା ହେଲା ପଇସା। 15 ଟଙ୍କା 0 ପଇସା। ସେମିତି 800 ପଇସା କେମିତି କରିବା ନା ଭାଗ କଲେ ଡାହାଣ ପଟ ସେମାନଙ୍କ ଡାହାଣ ପଟ ଦୁଇଟା ସଂଖ୍ୟା ଛାଡ଼ିକି ଆମେ କ'ଣ କଲେ ନା ଭାଗ କଲେ। ବାଁ ପଟେ କିଏ ରହିଲା 8, ଡାହାଣ ପଟେ ରହିଲା କେତେ 0 0 0 ମାନେ 0, ତାମାନେ 8 ଟଙ୍କା। 1000 ପଇସା ସେମିତି କେତେ ଦୁଇଟା ସଂଖ୍ୟା ଛାଡ଼ିକି ଭାଗ କଲେ। ବାଁ ପଟେ କିଏ ରହିଲା ନା ବାଁ ପଟେ ରହିଲା 10, ଡାହାଣ ପଟେ ରହିଲା 0 0 10 ଟଙ୍କା ରହିଲା। ସେମିତି ଦେଇଛି 586 ପଇସା। ତାହେଲେ ଆମେ କେମିତି କରିବା, ପ୍ରଥମେ ଲେଖିବା 5 8 6। ମୁଁ କହିଲି କ'ଣ ନା ଡାହାଣ ପଟୁ ଦୁଇଟା ସଂଖ୍ୟା ଛାଡ଼ିକି ଭାଗ କରିବା ବା ଗାର ଦେବା। ଦେଖିବା 6 8 ଛାଡ଼ିକି ଗୋଟେ ଗାର ଦେଲେ, ମାନେ ଭାଗ ହେଲା କେତେ ନା ବାଁ ପଟ ରହିଲା 5, ଡାହାଣ ପଟ ରହିଲା 8 6। ତା ଅର୍ଥ ବାଁ ପଟ ହେଲା ଟଙ୍କା 5 ଟଙ୍କା, ଡାହାଣ ପଟ ରହିଲା 86 ପଇସା। ବୁଝିପାରିଲେ ପିଲାମାନେ? ଅତି ସହଜ ପଇସାରୁ ଟଙ୍କା କରିବା। ପୁଣି ଆମେ ସେମିତି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖିବା। କେତେ ନା 108554 10,854। ଆମେ କେମିତି କରିବା ନା ଟଙ୍କାରୁ ପଇସା କେମିତି କରିବା ନା କେତେ ଲେଖିବା ନା ଯାହା ଲେଖା ସେ ଲେଖିବା। 108554 ଲେଖିଦେଲା ପରେ କ'ଣ କରିବା ନା ଡାହାଣ ପଟୁ ଦୁଇଟା ସଂଖ୍ୟା ଛାଡ଼ିକି ଆମେ ଭାଗ କରିବା। କେତେ ନା 4 5 ଛାଡ଼ିକି ଆମେ କ'ଣ କଲେ ନା ଭାଗ କଲେ। ଭାଗ କଲା ପରେ ବାଁ ପଟେ କିଏ ରହିଲା ନା 108, ଡାହାଣ ପଟେ କିଏ ରହିଲା ନା 54। ତାହେଲେ ଠିକ୍ ଅଛି। ବାଁ ପଟ ହେଲା ଟଙ୍କା, ଡାହାଣ ପଟ ହେଲା ପଇସା। ବାଁ ପଟ କେତେ ନା 108 ଟଙ୍କା 54 ପଇସା। ବୁଝିପାରିଲେ ପିଲାମାନେ? ଏଇଭଳିଆ ତୁମେ କ'ଣ କରିବ ନା ଟଙ୍କାରୁ ପଇସା ଆଉ ପଇସାରୁ ଟଙ୍କା କରିପାରିବ। ଟଙ୍କାରୁ ପଇସା ଅତି ସହଜ। କ'ଣ ଯେତିକି ଟଙ୍କା ସେଥିରେ 100 ଗୁଣି ଦେଲେ କ'ଣ ବାହାରି ପଡ଼ିବ, ପଇସା ବାହାରି ପଡ଼ିବ। କିନ୍ତୁ ପଇସାରୁ ଯେତେବେଳେ ଆମେ ଟଙ୍କା କରୁଛେ, ଆମେ ତାକୁ ଏମିତି ଭାଗ କରିକି ପାର୍ଟିସନ୍ କରିକି ଆମକୁ କରିବା ପାଇଁ ପଡ଼ିବ। ବୁଝିହେଲା? ସବୁବେଳେ ମନେ ରଖିବ, ଏଇଭଳିଆ ମନେ ରଖିବ। ପାଠ କଲେ ସୁବିଧା ହେବ, ସହଜ